जय श्री जगन्नाथ ସମସ୍ତଙ୍କୁ ମୋର ନମସ୍କାର। ଦିଅ ଭଲ ହେଇଗଲାଣି। ଭଲ ଅଛି। ଆପଣମାନେ କେମିତି ଅଛନ୍ତି? ସକାଳଟେ ଆଜି ଆରମ୍ଭ ହେଇଯାଇଥିଲା ମୋର ରୋଷେଇବାସରୁ। ଯେହେତୁ ୟାକୁ କ୍ଲାସ୍ ଯିବାର ଥିଲା, ମୋତେ କହିଲା ଦିଦି ପଖାଳ ଦେ, ମୁଁ ଖାଇ ଦେଇକି ଯିବି। ବୋଲେ ଠିକ୍ ଅଛି। ତାକୁ କ'ଣ କଲି ନା ଅଣ୍ଡା ଭୁଜିଆ ଆଉ ଛତୁ ଟିକେ ଭାଜି ଦେଇଥିଲି, ସେ ତାର ଖାଇ ଦେଇକି ପଖାଳ କଲା। ତାପରେ ୟାଙ୍କୁ ଟିକେ ବନେଇ ଦେଇଥିଲି ହେଲ୍ଦି ଜୁସ୍ ଗୋଟେ ବନେଇ ଦେଇଥିଲି, ତାଙ୍କୁ ଦେଇଦେଲି ପିଇବା ପାଇଁ। ତାପରେ ଛୁଆ ବି ଖାଇ ଦେଇଥିଲେ, ଗୁଗୁଲ ଆହାନା ଛତୁଆ ଖାଇ ଦେଇଥିଲେ। ଆଉ ମୋତେ ଯେହେତୁ ପ୍ରବଳ ଭୋକ ହେଲା ଆଉ ଫ୍ରିଜ୍ରେ ସୁଇଚ୍ ବନ୍ଦ ଥିଲା, ମୁଁ କହିଲି ଚାହା ଟିକେ ଆଜି ଇଚ୍ଛା ହେଲା ପିଇବା ପାଇଁ, ମୁଁ ଯାଉଛି ଚାହା ଟିକେ କରି ମୁଁ ଟିକେ ଖାଇଦେବି। ଆଉ ମୁଁ ତାପରେ ମୁଁ ମୋର ବ୍ରେକଫାଷ୍ଟ କରିନେଇଥିଲି। ତାପରେ ଇଏ ତ କିଛି ଖାଇନଥିଲା, ମୁଁ ତାଙ୍କୁ କହିଲି କ'ଣ ଖାଇବ, ସେ କହିଲେ ଯାହା ହେଲେ ଦେଲେ ଚଳିବ। ମୁଁ ସେଠି ତାଙ୍କୁ କ'ଣ କଲି ନା ଯେଉଁ ଗୁଗୁଲ ପାଇଁ ଅଣ୍ଡା ଆମଲେଟ୍ କରିଥିଲି, ସେଇ ଅଣ୍ଡା ଆମଲେଟ୍ ଦେଇ ତାଙ୍କ ପାଇଁ ଗୋଟେ ବନେଇ ଦେଇଥିଲି ବର୍ଗର, ସିଏ ତାଙ୍କର ଖାଇଦେଲେ। ଆଉ ଗୁଗୁଲ ବି ଯାଇଥିଲା ଖେଳିବା ପାଇଁ, ତାକୁ ଡାକିଲି, ସିଏ ବି ଆସିକି ଅଣ୍ଡା ଆମଲେଟ୍ ଖାଇଦେଲା। ଆଉ ତାପରେ ମୁଁ ରୋଷେଇ ଭାତ ବସେଇଛି। ଆହାନା ଆସିକି କହିଲା ମୋତେ ଭୋକ ଲାଗିଲାଣି, ମୁଁ ଭାତ ତ ହେଇନି, କହିଲା ମୁଁ କ'ଣ ଗରମ ଖାଇବି, ମୁଁ ତ ପଖାଳ ଖାଇବି। ଇଏ ଆଉ ତା ପୁଅ ପଖାଳ ବିନା ୟାଙ୍କର ମାନେ ଇଏ ଏଗୁলো ସିଏ ବି ତାର ପଖାଳ ଆଉ ଛତୁ ତରକାରୀ ହେଇଥିଲା, ଆଉ କିଛି ରୋଷେଇ କରିନଥିଲି। ମୁଁ ଅଣ୍ଡା ଆମଲେଟ୍ କରିଦିଏ, କହିଲା ନା ମୁଁ ସେଇ ଛତୁ ତରକାରୀ ଦେଇ ଖାଇବି। ତାକୁ ଟିକେ ଦେଇଦେଲି। ତାପରେ ଶୋଇକି ଉଠିଲା ପରେ 2 ଘଣ୍ଟା ଗଲେ ହେଇକି ଆହାନା ତାର ଗଲା କ୍ଲାସ୍କୁ ଆଉ।